ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର, 4 ଆହତ। ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର, 4 ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ ଓ ଗୋକୁଳ ମାଳି। କଲ୍ୟାଣସିଂହପୁର ବଜାର ସାରି ନିଜ ଘର ସିଙ୍ଗାରୀ ପଞ୍ଚାୟତର କରଞ୍ଜା ଗାଁକୁ ଯାଉଥିଲେ। ଠିକ୍ ସେତିକି ବେଳେ ସିଙ୍ଗାରୀ ପଞ୍ଚାୟତ ସାନ ବାମନଗୁଡ଼ା ଗାଁର ଲୋଚନା ହିକକା, ରାମଦାସ ସାରକା ଓ ସୁରେଶ ସାରକା କଲ୍ୟାଣସିଂହପୁର ଆସୁଥିବା ବେଳେ ଅଡ଼ାପାଡ଼ି ଢେପାଗୁଡ଼ା ବୁଲାଣି ମଧ୍ୟରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ହେବା ଯୋଗୁଁ କୃପାଙ୍କ ଡାହାଣ ଗୋଡ଼ର 2ଟି ଜାଗାରେ ଭାଙ୍ଗି ଯାଇଥିବା ଡାକ୍ତର ସତ୍ୟନାରାୟଣ ଦାସ କହିଛନ୍ତି। କୃପାଙ୍କୁ ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ଖବର ପାଇ କଲ୍ୟାଣସିଂହପୁର ପୋଲିସ ମେଡିକାଲକୁ ପହଞ୍ଚି ଏସ୍ଆଇ ଶିବପ୍ରସାଦ ସ୍ୱାଇଁ ଓ ଦିଲ୍ଲୀପ କୁମାର ମାଝୀ ଉକ୍ତ ଘଟଣାର ପଚରାଉଚରା କରିଥିଲା। ରାୟଗଡ଼ା ଜିଲ୍ଲା ପ୍ରତିନିଧି ଧବଳେଶ୍ୱର ପାତ୍ରଙ୍କ ରିପୋର୍ଟ, ଚକ୍ରବାହ ନ୍ୟୁଜ୍।